ୱାଚ୍ ଟାୱାର ଏବେ ପାରାମାନଙ୍କର ବସା ପାଲଟିଛି। 19 ଦିନରେ ଘଣ୍ଟା ଗାଏବ। ଗଞ୍ଜାମ ଜିଲ୍ଲା କୋଦାଳ ଏନ୍ଏସିରେ ଦିନକୁ ଦିନ ଅତ୍ୟଧିକ ଦୁର୍ନୀତି, ଅତ୍ୟଧିକ ପିସି କାରବାର ଓ ଗୁଣ୍ଡାରାଜ ଚରମ ସୀମାରେ ପହଞ୍ଚିଥିବା ବେଳେ ପ୍ରଶାସନ ନିରବତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ତେବେ ସୂଚନା ଅନୁସାରେ ଦୀର୍ଘ 2.5 ବର୍ଷ ତଳେ କୋଦାଳ ନିକଟସ୍ଥ ପୁରୁଣା ମାଛ ବଜାର ନିକଟରେ ସହରର ସୌନ୍ଦର୍ଯ୍ୟକରଣ ପାଇଁ 19 ଲକ୍ଷ ବିନିମୟରେ ୱାଚ୍ ଟାୱାର ନିର୍ମାଣ ହୋଇଥିଲା। ଯେଉଁ କାମ କି ଅତି ନିମ୍ନମାନର ହେଲେ ମଧ୍ୟ 19 ଦିନ ନ ଯାଉଣୁ ଲାଗିଥିବା ଘଣ୍ଟା ମଧ୍ୟ ଗାଏବ ହୋଇଗଲା। ତେବେ ଶୁଣିବାକୁ ମିଳୁଛି ସେହି ଘଣ୍ଟା କାଳେ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ଏନ୍ଏସିର 2 ଜଣ କର୍ମଚାରୀଙ୍କ ଘରେ ଲାଗିଛି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଓଲଟା ଅଧ୍ୟକ୍ଷ ପୋଷିଥିବା ଗୁଣ୍ଡାମାନେ ଧମକ ମଧ୍ୟ ଦେଉଛନ୍ତି। ବଡ଼ ଦୁର୍ଭାଗ୍ୟର କଥା, ବର୍ତ୍ତମାନ ସେହି ୱାଚ୍ ଟାୱାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହି ପାରାମାନଙ୍କର ବାସଗୃହ ପାଲଟିଛି। ଯେଉଁ ୱାଚ୍ ଟାୱାର ମାତ୍ର 5 ଲକ୍ଷରୁ 6 ଲକ୍ଷ ଭିତରେ ନିର୍ମାଣ ହେବା କଥା, କାହିଁକି 19 ଲକ୍ଷ ଖର୍ଚ୍ଚ କରାଗଲା ବୋଲି ପ୍ରଶ୍ନ କରିଛନ୍ତି କାଉନସିଲର ଭଗବାନ ପାଢ଼ୀ। ଏବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ନୀରବତା ଅବଲମ୍ବନ କରୁଛନ୍ତି। ଗଞ୍ଜାମରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ, ଜେ ନ୍ୟୁଜ୍ ଓଡ଼ିଆ।